ହାଇ ଗାସ୍ ମୋ ନାଁ ଜଗନ୍ନାଥ ବେଲା ଆପଣମାନେ କେଉଁ ଅଛ? ମୋ ଆଶା ଆପଣମାନେ ଭଲ ଥିବ। ଏକ ଭଲ ଥାଉ ମୁଁ ଭଲ ଅଛି। ଚାଲନ୍ତୁ ମୋ ଭିଡ଼ିଓ ଆଜି ଷ୍ଟାର୍ଟ କରିନି ବିକାଲ ଟାଇମ୍। ଆଜି ଖଣ୍ଡବାଡ଼ିକି ଆସିଛି କେତେ ଦିନ ପରେ। ଆପଣମାନେ ଦେଖିପାରୁଛ ମକା ଗଛ କେତେ ବଡ଼ ବଡ଼ ହେଇଯାଇଛି। ଏ ଛୋଟିଆ ଗଛ ହେଇଥିଲା ଆପଣମାନେ ସେୟାର କରିଦେଇଥିଲି। ଆଜି କେତେ ବଡ଼ ବଡ଼ ହେଇଯାଇଛି ଆପଣମାନେ ଦେଖିପାରୁଛ ମୋ ପଛକୁ ଅଛି। ଚାଲନ୍ତୁ ଆଗୁଆ କେମେରା କରି ଆପଣମାନେ ସେୟାର କରୁଛି କେଉଁ ଖଣ୍ଡବାଡ଼ି ହେଇଛି। ଆଜି ଏଇ ଭିଡ଼ିଓ ଧମାକା ଭିଡ଼ିଓ ହେଉଛି। ଆପଣମାନେ ସେୟାର କରୁ ଆପଣମାନେ ଦେଖନ୍ତୁ ଏନ୍ଜୟ ବଜୁ ହେବ। ଆପଣମାନେ ଭଲ ଲାଗିଥିବ କମେଣ୍ଟ ଜଣିବ। ଚାଲନ୍ତୁ। ହାଇ ଗାସ୍ ଏକ ବିକଳ ଆଜି ପାଗ ଅଛି ଆପଣମାନେ ଦେଖିପାରୁଛ। ଏକ ଭେଷୁ ଏପଟ ଦେଖିପାରୁଛ କେତେ ସୁନ୍ଦର ଦେଖାଯାଉଛି ତାର ଗଛ ଧାଡ଼ି ଧାଡ଼ି ହେଇଛି। ମୋତେ ଭଲ ଲାଗୁଛି ଆପଣମାନେ କେଉଁ ଲାଗୁଥିବ କମେଣ୍ଟ ଜଣାଇବ। ଆଉ ବେଶୀ ଏପଟ ଦେଖ କେତେ ସୁନ୍ଦର ଦେଖାଯାଉଛି। ଆଉ ଦେଖନ୍ତୁ ଖଣ୍ଡବାଡ଼ି କେଉଁ ଦେଖାଯାଉଛି ଆପଣମାନେ ସେୟାର କରୁଛି। ଆପଣମାନେ ଦେଖନ୍ତୁ ଏଇଟା ମକା ଗଛ ଆପଣମାନେ କେଉଁ ଦେଖାଯାଉଛି କମେଣ୍ଟ ଜଣାଇବ। ଦେଖିପାରୁଛ ଏକ ଧାଡ଼ି ନାଗିଛି ମକାର ଗଛ ଦେଖିପାରୁଛ। କେଉଁ ମକା ଧରିଛି ଆପଣମାନେ ଦେଖିପାରିବ। ଦେଖନ୍ତୁ କେଉଁ ମକା ଧରିଛି। ମୋ ଯେଉଁ କଷି ଅଛି ମକା ପାକଡ଼ ହେଇନି ଦେଖିନବା ନା ପାକଳ ହେଇନି ଥାଉ। ଦେଖିପାରୁଛ ଏପଟ ମକା ଗଛ ନାଗିଛି। ମାନେ ଏପଟ ଦୁଇ ପଟ ହିଲ ଅଛି ଏପଟ ମକା ଗଛ ଲାଗିଛି। ଏପଟ ମକା ଗଛ ଏପଟ ଦେଖିପାରୁଛ ପୁଟୁଳ ଗଛ ଲାଗିଛି ଦେଖିପାରୁଛ। ଦେଖନ୍ତୁ ପୁତୁଳ କେଉଁ ଆପଣମାନେ ଦେଖିପାରୁଛ ଧରିଛି ଏଇ ଗୋଟେ ଅଛି। ଆଉ ଗୋଟେ ଆଉ ସବୁ ତୁଳା ହେଇଛି। ଏଇ ଦେଖ ଚାରିଟା ପାଞ୍ଚଟା ପୁତୁଳ ହେଇଛି। ବାଇଗଣ ଗଛ ମାନେ ପୋକ ଖାଇ ଖରାପ ହେଇଯାଇଛି ଦେଖିପାରୁଛ। ବାଦାମ କାଜୁ ବାଦାମ ଇଏ ହବ ଅଛି ଯାହା କାକୁଡ଼ି ଗଛ ଆଉ ଖରାପ ହେଇଯାଇଛି ଗଛ ଫାଷ୍ଟ ଲଗିଥିନି ମରିଯାଇଛି। ଆଉ ଦ୍ୱିତୀୟ ଲଗିଥିନି ଆପଣମାନେ ଦେଖନ୍ତୁ କେଉଁ ପୋକ ଦେଖନ୍ତୁ ଗଛ କା ବେକା ହେଇଯାଇଛି। ଗଛ ବେକା ହେଇଯାଇଛି ଖାଇ ଖାଇ ପଇସା ଗଲା ଆପଣ ହଁ 500 ଟଙ୍କା ଏଇଥର କାକୁଡ଼ି ମଞ୍ଜି ଆଣିଲି ପୁରା ବେକାର। ମୁଁ ଯେଉଁ ଔଷଧ ଯେତେ ମାରି ପୋକ ମାନେ ଗଛ ଆଉ ପୋକ ଛାଡ଼ିଲା ନାହିଁ ଆଉ ଗଛ ମରିଯାଇଛି। ଆଉ ଆଗୁଆ କ୍ୟାମେରା କରି ଦେଖିଦେଉଛି ଚାଲନ୍ତୁ ମୁଗ ବାଡ଼ି ଯିବା ଚାଲନ୍ତୁ। ଆସି ଦେଖିପାରୁଛ ପୋକ କେତେ ବଡ଼ ବଡ଼ ହେଇଯାଇଛି ଗଛ ଆଉ ବେକା ହେଇଯାଇଛି। ଏରା କାକୁଡ଼ି ବୁଢ଼ା କାକୁଡ଼ି ଏଇ କେତେଟା ଗଛ ମକା ଗଛ ଏଇ ଧାରି ନୁଗି ଦିଆ ହେଲା ଧାଡ଼ିକି ସବୁ 4ଟା ନା 5ଟା ଗଛ ହେଇଛି ଏପଟ ଶାଗ ତଳା ପଡ଼ିଥିଲା। ଏଇଟା ମୁଗ ବାଡ଼ି ଆପଣମାନେ ଦେଖିପାରୁଛ ଏତିକି ମୁଗ ଚାଷ ହେଇଛି। ଘର ପାଇଁ ଘର ଖିଆ ପାଇଁ ଯେଉଁ ଚାଷ ହୁଏ ଦେଖିପାରୁଛ। ଦେଖନ୍ତୁ ଆପଣମାନେ ଦେଖିପାରୁଛ କେତେ ସୁନ୍ଦର ମୁଗ ଏ ବର୍ଷ ପୋକ ଲାଗିଯାଇଛି ନା ଆର ବର୍ଷ ଯାହା ହେଇଥିଲା ଭଲ ଦେଖିବା ଫୁଟି ଗଛ ଧଳିଛି ନା ନାଇଁ ଫୁଟି ଗଛ ହେଇ ଧଡ଼ି ଦେଖିପାରୁଛ ଏଇଟା ଟିକେ ମୁଗ ଭଳ ହେଇଅଛି ଏଇଟା ଟିକେ ପୋକ ଲାଗିଯାଇଛି ଆପଣମାନେ ଦେଖିପାରୁଛ। ଏଇଟା ମୋ କାକି ଲଗିଛି ମୁଗ ଗଛ ଏଇଟା ଆମ ଏଇଟା ତୀର ଲଗା ହେଇଛି ଏତିକି ଆଉ କଖାରୁ ପାଣି ମାନେ ଏଇଟା ଘଣ୍ଟ କରି ଖିଆ ହୁଏ ଏଇଟା ଏଇ ନଗା ହେଇଛି ଆପଣମାନେ ଦେଖିପାରୁଛ ଏଇ ଜାଗା ନଗା ହେଇଛି।
କେତେ ସୁନ୍ଦର ଭିଜୁ ଆସୁଛି ଆପଣମାନେ ଦେଖିପାରୁଛ। ମୋତେ ଭଲ ଲାଗୁଛି, ଆପଣମାନେ କେଉଁ ଲାଗୁଛି କମେଣ୍ଟ ଜଣିବ। ଏଇଟା କାହିଁ ଧଡ଼ିମିଆ କଷି କଷି ଆସୁଛି। ମୁଗ କଷି ମାନେ ଏଇ ଗଛ ଧଡ଼ିମିଆ ଅନେକ କଷି ପଡ଼ୁଛି। ଆଉ ଦେଖିପାରୁଛ ଏ ସବୁ କଷି ଆସୁଛି। ହାଇ ଗାଇସ୍, ଚାଲ ତୁ ଯିବା ସମୁଦ୍ର କୂଳ। କେତେ ଦିନ ଯାଇନି, ଆଜି ଟିକେ ଫାଙ୍କା ଥିଲା, କାମ କିଛି ନଥିଲା। ଏ ଯୋଉ ଯିବା ଟିକେ ବୁଲିକି ଆସିବା, ଆପଣମାନେ ସେୟାର କରିମି। ଚାଲନ୍ତୁ ଦେଖିପାରୁଛ ମକା ବାଡ଼ି ଭିତରୁ ମୁଁ ଯାଉଛି। ଭଲ ଲାଗୁଛି ମୋତେ ବାଡ଼ି ଆସିବି, ଟିକେ ଭଲ ଲାଗୁଛି। କେତେ ଦିନ ବାଡ଼ି ଆସିବି, ଆଜି ଆସିବି ମୋତେ ଭଲ ଲାଗୁଛି। ବିକାଳ ଟାଇମ୍ ନୌକା ଯାଉ, ନୌକା ଦେଖିପାରୁଛ କେଉଁ ନୌକା ହେଇଛି। ଆଜି ସକାଳ ପାଣି ଦିଆ ହେଉଥିଲା। ଆଉ ଚାଲ ଘରକୁ ଯିବା। ହାଇ ଗାଇସ୍, ଆମେ ଦଳ ପାଖକୁ ପହଞ୍ଚି ଯାଇଛି। ଦେଖିପାରୁଛ ଆଗ କ୍ୟାମେରା କରି ଦେଖି ଦେଉଛି। ଏଇଟା ଫାଷ୍ଟ ଝାଉଁ ଗଛ ପଡ଼ିଲା, ଜଙ୍ଗଲ ଫାଷ୍ଟ ପଡ଼ିଲା। ଆଗକୁ ଢେର ବାଟ ଜଙ୍ଗଲ ଅଛି। ଚାଲ ତୁ ଯିବା ସମୁଦ୍ର କୂଳ। କେତେ ଦିନ ପରେ ଆସିଛି ଆମ ଗାଁ ସମୁଦ୍ର। ମୁଁ ଟାଇମ୍ ପାଳେ ନାହିଁ, ଏ ଯୋଗୁଁ ଆସିପାରେ ନାହିଁ ବୁଲିତେ। ଆଜି ଟିକେ ଟାଇମ୍ ମିଳିଲା, ଏ ଯୋଗୁଁ ଆସିଛି। ଆପଣମାନେ ଚାଲନ୍ତୁ ଯିବା ସମୁଦ୍ର ପାଖକୁ। ଆଗୁଆ କ୍ୟାମେରା କରି ଦେଖି ଦେଉଛି। ଦେଖିପାରୁଛ ସୂର୍ଯ୍ୟ ଏଇଠିକି ଅଛି। କେତେ ସୁନ୍ଦର ଲୋକେସନ୍ ଦେଖିପାରୁଛ। ଚାଲ ଯିବା ମାନେ ପାଣି ପାଖକୁ ଯିବା। ଦେଖିପାରୁଛ କେତେ ବଡ଼ ଜଙ୍ଗଲ, ଆପଣମାନେ ଦେଖିପାରୁଥିବ। ଆଜି କେତେ ଦିନ ପରେ ଆସିଛି, ବହୁତ ମୋତେ ଭଲ ଲାଗୁଛି। ଚାଲ ଦେଖିବା। ଏଇ ଗାଇସ୍, ଦେଖିପାରୁଛ ମୁଁ ଅଧା ବଣ ପହଞ୍ଚି ଯାଇଛି। ଆଉ ଅଳ୍ପ ବାଟ ଅଛି ଯାଇତେ, ମାନେ ବଣ ଶେଷ ହବ। ଅଧା ବଣ ପହଞ୍ଚି ଯାଇଛି। ଦେଖିପାରୁଛ ଆଗରୁ ଦେଖୁଥିନି ଗୋଟେ ପୋଳ ଥିଲା। ଦେଖିପାରୁଛ ଏଇଟା କାଠ ପୋଳ ଯୋଉ ଭାଙ୍ଗି ଯାଇଛି। ଚାଲନ୍ତୁ ଏ କାଠ ପୋଳ ଯିବା। ଏଠୁ ପାଣି କମ୍ ଅଛି, ଖାଇ କାଦୁଅ ଛଡ଼ା ଆଉ କିସ ନାହିଁ। ଦେଖିପାରୁଛ କେତେ ସୁନ୍ଦର ଭିଉ ଆସୁଛି, ଆପଣମାନେ ଦେଖିପାରିବ। ଚାଲନ୍ତୁ ଆଗ କ୍ୟାମେରା କରି ଦେଖି ଦେଉଛି। ନା ଆମେ ପହଞ୍ଚି ସାଡ଼େ, ଆପଣମାନେ ସେୟାର କରୁଛି। ଏ ଜଙ୍ଗଲ ଟିକେ ବଡ଼ ଜଙ୍ଗଲ, ଟିକେ ବଡ଼ ବଣ। ଏ ଯୋଗୁଁ ଟିକେ ଆମେ ଲାଷ୍ଟ ବଣ ପହଞ୍ଚିବା, ଆପଣମାନେ ସେୟାର କରିବେ।
ବଣ ଶେଷ ହେଇଯିବ। ଦେଖିପାରୁଛ ପୁଆ ଝାଉଁ ବଣ ପାଖ ପହଞ୍ଚି ଯାଇଛି ଆମେ। ଆପଣମାନେ ଦେଖିପାରୁଛ ଆଗ କ୍ୟାମେରା କରି ଦେଖି ଦେଉଛି କେତେ ପବନ ଦେଉଛି ଆଉ ଉঁଚୁ ଭ୍ୟୁଜ୍ କେତେ ସୁନ୍ଦର ଆପଣମାନେ ସେୟାର କରୁଛି ଦେଖନ୍ତୁ। ପବନ ଭଲ ଲାଗୁଛି ମୋତେ ଦେଖିପାରୁଛୁ। ଆଗ କ୍ୟାମେରା କରି ଦେଖି ଦେଉଛି। ଦିନେ ଆସ ଜମାସୁର BS ବୁଲି ଆସ ଆପଣମାନେ ଏନ୍ଜୟ କରିପାରିବ। ଦେଖିପାରୁଛ କେତେ ସୁନ୍ଦର ଝାଉଁ ବଣ ଆପଣମାନେ ଦେଖିପାରୁଛ କେତେ ସୁନ୍ଦର ଦେଖାଉଛି। ବହୁତ ଏନ୍ଜୟ ହବ। ଦେଖିପାରୁଛ ପାଣି ଢେର ଦୂର ଅଛି। ପାଣି ପାଖକୁ ଆମେ ଯିବା। ଏବେ ସୂର୍ଯ୍ୟ ଏଇଠି ଅଛି ଆପଣମାନେ ଦେଖିପାରୁଛ ସୂର୍ଯ୍ୟ ବୁଲିତେ ବାହାରିଛି। ଟିକେ ଏପଟ ଗାଡ଼ି ଠିଆ ହେଇଛି ଦିଟା କାହିଁକିନା ଏପଟ ମାଛ ଧରା ହେଉଛି। ଦେଖିପାରୁଛ ପାଣି ଢେର ଦୂର ଅଛି ଆପଣମାନେ ଦେଖିବା ଆମେ ଚେଷ୍ଟା କରୁଛୁ ପାଣି ପାଖକୁ ଯିବା। ମୁଁ ଆସିଛି ଦେଖିପାରୁଛ ପାଣି ଆହୁରି ଖଣ୍ଡେ ବାଟ ଅଛି। ଦେଖେ ଯାଇ ହେଉଛି ନା ନାହିଁ ଦେଖିପାରୁଛ ଅଛି ଯାଇ ହେଉନି ମୋତେ ଜଣାଉଛି। ଏପଟେ ଆଗକୁ ଟିକେ ବେଶୀ କାଦ ଅଛି କାଦ ଅଛି ଦେଖି ଜୁମ୍ କରି ଦେଖି ଦେଉଛି ଫୁଟି ଫୁଟି ଠିଆ ହେଇଛି ଦେଖିପାରୁଛ। ଆପଣମାନେ ଦେଖିପାରୁଛ ଏ ଫୁଟି ଫୁଟି ବାହାରିଯିବ ପାଣି ଭିତରୁ ଆସିବ ରାତି 11ଟା 12ଟା ହେବ। ଢେଉ ମାରା ହେଉଛି ଆପଣମାନେ ଜୁମ୍ କରି ଦେଖି ଦେଉଛି ଯାଇ ହେବନି। ଏପଟ ଲୋକମାନେ ମାଛ ଧରୁଛି 300 ଲୋକ ମାଛ ଧରୁଛି ତାଙ୍କ ଗାଡ଼ି ଠିଆ ହେଇଛି ଏଇଠି। ଦୂର ଦୂର ଜାଗା ମାଛ ଧରିତେ ଲୋକମାନେ ଆସୁଛି ଦେଖିପାରୁଛ କେତେ ପୂର୍ବରୁ ଆପଣମାନେ ଦେଖି ଜାଣିପାରିବ। ହାଇ ଗ୍ୟାସ୍ ଦେଖିପାରୁଛ ବହୁତ ପବନ ହେଉଛି ଏଇ ଯୋଗୁଁ ଚୁଟି ବୁଡ଼ି ଯାଉଛି ଆପଣମାନେ ଦେଖିପାରୁଛ ବହୁତ ଏନ୍ଜୟ କରିନି। ଏଇ ଭିଡ଼ିଓ ଭଲ ଲାଗିଥିବ କମେଣ୍ଟ ଜଣାଇବ। ସମୁଦ୍ର ପାଖକୁ ଏ ଭିଡ଼ିଓ ରଖିଦେଉଛି କାଲି ଆଉ ଗୋଟେ ନୂଆ ଭିଡ଼ିଓ ଆଣିମି ନୂଆ ଭିଡ଼ିଓ ଆଣି ଆପଣମାନେ ଏନ୍ଜୟ କରିବ ଆପଣମାନେ ଏନ୍ଜୟ କରିବ ଭଲ ଲାଗିବ। এই ভিডিও ରଖିଲେ।